ଯାଜପୁର ଜିଲ୍ଲାର ଯାଦବ ସଂଗଠନର ଯାଦବ ଭାଇମାନଙ୍କର ଏକ ମହାସମ୍ମିଳନୀ ପାଣିକୋଇଲି ଷଠିପୁରଠାରେ ଅନୁଷ୍ଠିତ ହୋଇଯାଉଛି। ଶତାଧିକ ଯାଦବ ଭାଇମାନେ ଅଂଶଗ୍ରହଣ କରି ନିଜ ଅଞ୍ଚଳର ବିକାଶ ନିମନ୍ତେ ଜନଜାଗରଣ ସୃଷ୍ଟି କରିଥିଲେ। ପୂର୍ବତନ ସଂଗଠନକୁ ପରିମାର୍ଜିତ କରି ନୂତନ ସଂଘ ଗଠନ କରିଥିଲେ। ସମସ୍ତଙ୍କ ଅନୁମତି କ୍ରମେ ପରିଚାଳନା କମିଟିର ଦାୟିତ୍ୱ କୁନା ମହି ନିର୍ବାହ କରିଥିବା ବେଳେ ସଭା ପରିଚାଳନା ଦାୟିତ୍ୱ ନିର୍ବାହ କରି ସଭାକୁ ଆମନ୍ତ୍ରଣ କରିଥିଲେ। ପ୍ରଦୀପ ପ୍ରଜ୍ୱଳନ ପରେ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ଆଜିର ଯୁଗରେ ନୂତନ କାର୍ଯ୍ୟଧାରା ସହିତ ଗରିବ ଅସହାୟ ପରିବାରବର୍ଗ ଓ ଆପାତକାଳୀନ ପରିସ୍ଥିତିରେ ଏହି ସଂଘ ଲୋକମାନଙ୍କ ବିପଦ ଆପଦରେ ଛିଡ଼ା ହେବ ବୋଲି ସଂଘ ପକ୍ଷରୁ ପ୍ରକାଶ କରିଥିଲେ। ଯାଜପୁରର ସନ୍ତୋଷ ରଥଙ୍କ ରିପୋର୍ଟ, କୋଶଳ ଟାଇମ୍ସ। ଦାସ ଯାଜପୁର ଜିଲ୍ଲାର ସାଧାରଣ ସମ୍ପାଦକ। ପରବର୍ତ୍ତୀ ସମୟରେ ଜାତିଭିତ୍ତିକ ଜନଗଣନା ହେବାକୁ ଯାଉଛି। ତା ପୂର୍ବରୁ ଆମେ ଦେଖିବୁ ଆମର ଓଡ଼ିଶାରେ ସଂଖ୍ୟା କେତେ, ଆମେ ସେଇ ଅନୁସାରେ ଆଗକୁ ଆଗେଇବୁ। ତେଣୁକରି ଆଉ ଗୋଟେ କଥା ରହିଲା, ଯାଦବ ଜାତି କେବଳ ଯାଦବ ଜାତି ଭିତରେ ସୀମିତ ନାହିଁ, ସେ ସମଗ୍ର ଜାତିକୁ ଆଗକୁ ନେବା ପାଇଁ ସେ ଯୋଉ ପ୍ରୟାସ କରିଛି, ତାଦେହରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ, ଅର୍ଥନୈତିକ, ବିଶେଷ କରି ରାଜନୈତିକ ଦିଗକୁ ସେ ବିଶେଷ ଗୁରୁତ୍ୱ ଦେବ। କାରଣ ରାଜନୈତିକ ନ ଆସିଲେ ଆମେ ଗୋଟେ ମାନେ ସହଯୋଗ କରିବା ବା କାହାକୁ ସାହାଯ୍ୟ କରିବା ପାଇଁ ଗୋଟେ ପ୍ଲାଟଫର୍ମ ପାଉନୁ। ତ এই প্লাটফর্মକୁ ଖୋଜିବା ପାଇଁ ଆମେ ଆଜି ଏକତ୍ରିତ ହୋଇଛୁ ଏବଂ ଏଠି ସମସ୍ତେ ଯୋଉ ତଳ ସ୍ତରରେ ଯୋଉମାନେ ରହିଛନ୍ତି, ଯୋଉମାନେ ତଳ ସ୍ତରରେ ରହିଛନ୍ତି ସେମାନଙ୍କ କତିରେ ଆମେ କେମିତି ପହଞ୍ଚିବୁ। ଆଜ୍ଞା ନମସ୍କାର, ମୁଁ ଶଶିଭୂଷଣ ପରିଡ଼ା, ରସୁଲପୁର ବ୍ଲକ ସେକ୍ରେଟାରୀ। ଆଜି ଯାଦବ ମହାସଭାର ଏକ ସାଂଗଠନିକ ବୈଠକ ଏଠାରେ ଅନୁଷ୍ଠିତ ହେଉଛି ସଭାପତିଙ୍କ ଆହ୍ୱାନ କ୍ରମେ। ଆମର ଉଦ୍ଦେଶ୍ୟ ହେଲା ଯୋଉମାନେ ଯାଦବ ବର୍ଗର ପଛୁଆ ଅସାମାଜିକ ହେଇକି ରହିଛନ୍ତି, ଅବହେଳିତ ହେଇକି ରହିଛନ୍ତି, ସେମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ପୁରେଇବା ଆମର ଅଭିପ୍ରାୟ। ସରକାର ଯାହାକୁ ବି ଅବହେଳିତ କରିକି ରାମଚନ୍ଦ୍ର ବେହେରା, ସଭାପତି, ଯାଦବ ମହାସଭା ଯାଜପୁର। ତ 2005 ମସିହାରୁ ମୁଁ ଯାଜପୁର ଯାଦବ ମହାସଭାର ସଭାପତି ଭାବରେ କାର୍ଯ୍ୟ କରି ଆସୁଛି। ଆଜି ଷଠିପୁର ବିକେପି ମଣ୍ଡପଠାରେ ଜିଲ୍ଲାସ୍ତରୀୟ ଏକ ଯାଦବ ବୈଠକ ଆୟୋଜନ କରାଯାଇଛି। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ଆମର ଯାଦବ ଜାତିକି ଏକତ୍ରିତ କରି ସମସ୍ତ ତଳ ସ୍ତରରେ ଯେଉଁମାନେ ନିଷ୍ପେଷିତ ନିର୍ଯାତିତ ହେଉଛନ୍ତି ଯାଦବ ମାନଙ୍କୁ ପାଖରେ ପଦ୍ମାକର ଗୁରୁ। ଯାଦବ ମହାସଭା ଯାଜପୁର ଦୀର୍ଘ ବର୍ଷର ସଂଗଠନ। କୁହାଯାଏ ଦେଶ ନାମ ଭାରତମ ଶ୍ରେଷ୍ଠ, ପ୍ରଦେଶ ନାମ ଉତ୍କଳମ ଶ୍ରେଷ୍ଠ, ଜାତି ନାମ ଯାଦବମ ଶ୍ରେଷ୍ଠ। ଯାଦବ ହେଉଛି ଜାତି ମାନଙ୍କ ଭିତରେ ସବୁଠୁ ସେବାକାରୀ ଜାତି। ସବୁ ଜାତି ପ୍ରତି ଶ୍ରଦ୍ଧା, ସମ୍ପ୍ରୀତି, ଭାଇଚାରାର ଅନନ୍ୟ ଉଦାହରଣ ସୃଷ୍ଟି କରି ଆସିଛି ଯାଦବ କୁଳ। ତେଣୁ ଯାଦବ ମାନଙ୍କର ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ, ଅର୍ଥନୈତିକ, ମାନବିକ ମୂଲ୍ୟବୋଧକୁ ଗୋଟିଏ ଉଚ୍ଚ ସ୍ତରରେ ପହଞ୍ଚେଇବା, ତୃଣମୂଳ ସ୍ତରରେ ଗରିବ, ନିଷ୍ପେଷିତ, ଅବହେଳିତ ଲୋକଙ୍କ ମୁହଁରେ ହସ ଫୁଟାଇବା ହେଉଛି ଏ ଜାତିର ଲକ୍ଷଣ।